नमो कृष्ण पृष्ठ भूतले श्रीमती भक्ति वेदांत स्वामिनिति नामिने नमस्ते सरस्वती देवे गौरवाणी प्रचारिणे निर्विघ्नवादी पश्चाते सुधारिणे हरे कृष्ण। मात्रा स्पर्धास्तु कांतिकेय शीतोष्ण सुख दुःख आगममापायिनो नित्यस्तस्ति भारत भावार्थ हे पुत्र ସୁଖ ଦୁଃଖର ଅସ୍ଥାୟୀ ଆବିର୍ଭାବ ଏବଂ କାଳକ୍ରମେ ସେମାନଙ୍କର ତିରୋଭାବ ଶୀତ ଓ ଗ୍ରୀଷ୍ମ ଋତୁ ଭଳି ଆସେ ଓ ଯାଏ। ହେ ଭରତ ବଂଶଜ, ସେମାନେ ଇନ୍ଦ୍ରିୟ ଭୋଗରୁ ଜାତ ହୁଅନ୍ତି ଏବଂ ବ୍ୟକ୍ତି ସେଥିରେ ବିଚଳିତ ନ ହୋଇ ସେଗୁଡ଼ିକୁ ସହିବାକୁ ଅଭ୍ୟାସ କରିବା ଉଚିତ। କର୍ତ୍ତବ୍ୟ ସମ୍ପାଦନ ସମୟରେ ବ୍ୟକ୍ତିକୁ କିପରି ଅସ୍ଥାୟୀ ସୁଖ ଓ ଦୁଃଖକୁ ସହିବାକୁ ପଡ଼ିବ ତାହା ଶିକ୍ଷା କରିବା ଉଚିତ। ବୈଦିକ ନିର୍ଦ୍ଦେଶ ଅନୁଯାୟୀ ବ୍ୟକ୍ତିକୁ ବଳି ସକାଳେ ସ୍ନାନ କରିବାକୁ ହବ। ଏପରିକି ମାଘ ମାସରେ ମଧ୍ୟ ବଳି ସକାଳେ ସ୍ନାନ କରିବାକୁ ହବ। ସେ ସମୟରେ ଭାରି ଶୀତ ପଡ଼ିଥାଏ, ତଥାପି ଯେଉଁ ବ୍ୟକ୍ତି ଧର୍ମନୀତି ଅନୁସରଣ କରିଥାଏ ସେ ଏତେ ଶୀତ ସତ୍ତ୍ୱେ ପ୍ରାୟତଃ ସମୟରେ ସ୍ନାନ କରିବା ଦ୍ୱିଧାବୋଧ କରେ ନାହିଁ। ଠିକ୍ ସେହିପରି ଏକ ସ୍ତ୍ରୀ ଲୋକ ଗ୍ରୀଷ୍ମ ଋତୁରେ ଅର୍ଥାତ୍ ମେ ଜୁନ ମାସରେ ଯେତେବେଳେ ଖୁବ୍ ଗରମ ପଡ଼ିଥାଏ ସେତେବେଳେ ପାକଶାଳାରେ ନିଆଁ ପାଖରେ ବସି ଖାଦ୍ୟ ପ୍ରସ୍ତୁତ କରିବା ନିମନ୍ତେ ଦ୍ୱିଧାବୋଧ କରେ ନାହିଁ। ଜଳବାୟୁ ଯେତେ ଅସ୍ୱାଚ୍ଛନ୍ଦ୍ୟ ହେଉ ପଛେ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ। ଠିକ୍ ସେହିପରି ଯୁଦ୍ଧ କରିବା କ୍ଷତ୍ରିୟ ଧର୍ମନୀତି ଅଟେ। ଏବଂ ଯଦି ନୀତି ଦୃଷ୍ଟିରୁ କୌଣସି ବ୍ୟକ୍ତିକୁ ତାର କୌଣସି ବନ୍ଧୁ ବା ଆତ୍ମୀୟ ସ୍ୱଜନ ସାଥିରେ ଯୁଦ୍ଧ କରିବାକୁ ପଡ଼େ ତଥାପି ସେ ସେଥିରୁ ବିରତ ହେବା ଉଚିତ ନୁହେଁ। ବ୍ୟକ୍ତିକୁ ଧର୍ମନୀତି ମାନ ଅନୁସରଣ କରିବାକୁ ପଡ଼ିବ, କାରଣ ତଦ୍ୱାରା ସେ ଜ୍ଞାନ ଭୂମିକାକୁ ଉନ୍ନତ କରିବାକୁ ହବ। ଜ୍ଞାନ ଓ ଭକ୍ତି ବଳରେ ହିଁ ବ୍ୟକ୍ତି ମାୟା କବଳରୁ ଉଦ୍ଧାର ପାଇବ। ଏହି ଶ୍ଲୋକରେ ଅର୍ଜୁନକୁ ଯେଉଁ ଦୁଇଟି ବିଭିନ୍ନ ନାମରେ ସମ୍ବୋଧନ କରାଯାଇଛି ତାହା ବଡ଼ ଅର୍ଥପୂର୍ଣ୍ଣ ଅଟେ। ତାଙ୍କୁ କାନ୍ତିୟ ନାମରେ ସମ୍ବୋଧନ କରାଯିବା ଦ୍ୱାରା ମା ସମ୍ପର୍କରୁ କୃଷ୍ଣଙ୍କ ସହିତ ତାଙ୍କର ଯେ ରକ୍ତ ସମ୍ପର୍କ ଅଛି ଏକଥା ସୂଚିତ ହେଉଛି ଏବଂ ତାଙ୍କୁ ଭାରତ ବୋଲି ସମ୍ବୋଧନ କରିବା ଦ୍ୱାରା ପିତା ସମ୍ପର୍କରୁ ତାଙ୍କର ମହାନତା ସୂଚିତ ହେଉଛି। ପିତା ଓ ମାତା ଉଭୟ ସମ୍ପର୍କରୁ ତାଙ୍କର ଅର୍ଜୁନଙ୍କର ଏ ବଡ଼ ପରମ୍ପରା ରହିଆସିଛି, ଏହା ସୂଚିତ ହେଉଛି। ଯେ ଉଚ୍ଚ ବଂଶ ସମ୍ବୁଦ୍ଧ ସୁମହତ ପରମ୍ପରା ଆସୁଥାଏ ସେ କର୍ତ୍ତବ୍ୟନିଷ୍ଠ ଅଟେ, ସେ କଦାପି ସମ୍ପାଦନରେ ହେଳା କରିବ ନାହିଁ। ଏ ଦୃଷ୍ଟିରୁ ଅର୍ଜୁନ ଯୁଦ୍ଧରୁ ବିରତ ହେବା ଉଚିତ। ଏଥିରୁ ଆମେ ଶିଖିବାକୁ ପାଇଲେ ଯେ ମୋ ହିସାବରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଭୌତିକ ସ୍ପର୍ଶରେ ଏହି ଜୀବନରେ ଯେଉଁ ସୁଖ ଦୁଃଖ ମିଳୁଛି ତାହା ହଉଛି ଅନିଶ୍ଚିତ ଅନିତ୍ୟ ଅଟେ। ଏହା ଏହା ଯାଉଥିବା ଯୋଉ ଅସୁବିଧା ହଉଛି ଏହା ତୁମେ ତାକୁ ଧୈର୍ଯ୍ୟର ସହ ସହିବାକୁ କହୁଛନ୍ତି। କୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ତୁମେ ସବୁବେଳେ ତାକୁ ଧୈର୍ଯ୍ୟର ସହିତ ଏଇ ସବୁକୁ ସୁଖ ଦୁଃଖକୁ ଯୋଉ ଆସୁଛି ତାକୁ ସହିଯାଅ ବୋଲି ତାଙ୍କୁ ଉପଦେଶ ଦଉଛନ୍ତି। ତୁମ ଜୀବନର ସୁଖ ଦୁଃଖ କେବଳ ଭୌତିକ ସ୍ତରରେ ଅଛି। ଏଇ ସୁଖ ଦୁଃଖଟା ଯୋଉ ଭୌତିକ ସ୍ତରରେ ଅଛି ତ ସେଥିପାଇଁ ଏଠାରେ ସୁଖ ଦୁଃଖ କିଛି ନୁହଁ, ଏହା କେବଳ ଭୌତିକ ଶରୀରରେ ଘଟୁଛି। ଆଉ ଆମ ଯୋଉ ଅନ୍ତରାତ୍ମାରେ କିଛି ଘଟୁନାହିଁ, ଏହା କେବଳ ଆମର ବାହାର ଶରୀରରେ ଭୌତିକ ଦ୍ଵାରା ଘଟୁଅଛି। ତେଣୁ ସେ କହୁଛନ୍ତି ଆମେ ଏହାକୁ ଧୈର୍ଯ୍ୟର ସହିତ ସବୁବେଳେ ସହିବାକୁ ଚେଷ୍ଟା କର, ନା ଧୈର୍ଯ୍ୟର ସହିତ ସହିଯାଅ। ଭଗବାନ ଏଇ ଶ୍ଲୋକରେ ଆଉ ସବୁବେଳେ କହୁଛନ୍ତି ଯେ ଉପଦେଶ ଦଉଛନ୍ତି, ଏଠି ଖାଲି କହୁଛନ୍ତି ତମେ ସହିବାର ଉପଦେଶ ଦଉଛନ୍ତି, ମାନେ ଏ ସବୁକୁ ସହିଯାଅ ବୋଲି ସେ ଉପଦେଶ ଦଉଛନ୍ତି। ଅର୍ଜୁନ ଏହି ଶରୀର ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଅର୍ଜୁନ ଏହି ଶରୀର ପରିବର୍ତ୍ତିତ ଅଟେ। ଯେଉଁ ଦିନ ଏହି ଶରୀର ଖରାପ ହେଇଯିବ, ଯୋଉଦିନ ଆମ ଶରୀର ମୃତ୍ୟୁ ମୁଖରେ ପଡିବ, ଆମର ଆତ୍ମା ଗୋଟେ ଶରୀରରୁ ଆଉ ଶରୀରକୁ ଛାଡିକି ଅନ୍ୟ ଶରୀରକୁ ଚାଲିଯିବ। ସୁଖ ଯେମିତି ଆପେ ଆପେ ଆସେ ଆମ ଜୀବନରେ, ଦୁଃଖ ବି ସେମିତି ଆମ ଜୀବନରେ ଆପେ ଆପେ ଆସେ। ଏ ସୁଖ ଆସୁଥିବ, ସୁଖ ଯାଉଥିବ, ଏହା ଗୋଟେ ନିରନ୍ତର ଚାଲୁଥିବ, ଆସୁଥିବ ଯିବା ଆସିବା ଚାଲୁଥିବ ତାଙ୍କର। ଭୌତିକ ସୁଖ ଭୌତିକ ଦୁଃଖ ଏମାନେ ହଉଛନ୍ତି ଚିରସ୍ଥାୟୀ ନୁହେଁ। ଭୌତିକ ସୁଖଟା ଆମ ଜୀବନର ଯୋଉ ଦୁଃଖ ଆସୁଛି ଏହା ଗୋଟେ ସବୁବେଳେ ଚିରସ୍ଥାୟୀ ମାନେ ନୁହେଁ। ଏମାନେ ଯାଉଥିବେ ଆସୁଥିବେ। ଶୀତ ଋତୁରେ ଯେମିତିଆ ଶୀତ ହୁଏ ଆଉ ଗରମ ଗ୍ରୀଷ୍ମ ଦିନ ମାନେ ଗରମ ହୁଏ, ଏରା ଋତୁ ଚକ୍ର ପରିବର୍ତ୍ତନ ବି ଏହା ବି ସେମିତି ଚାଲୁଥିବ। ଏପରି ଭାବରେ ଆମ ସୁଖ ଦୁଃଖ ମଧ୍ୟ ଭୌତିକ ସଂସାର ଚକ୍ରରେ ଆମେ ଚାଲିଛେ। ଏଥିପାଇଁ ଆମେ
କଣ କରୁ ଏହା ଏଥିପାଇଁ ଆମେ କଣ କରୁଛୁ, ଆଗ ଆମେ ଯାହାହେଲେ ବି ତାକୁ ସହିବାକୁ ପଡୁଛି, ସୁଖ ହଉ କି ଦୁଃଖ ହଉ, କି ଶୀତ ହଉ କି ବର୍ଷା ହଉ କି ଗରମ ହଉ, ଆଉ ବାଧ୍ୟ ଆମେ ଏହାକୁ ସହୁଛେ। ଏଇ ଯୋଉ ଶୀତ ହଉ କି ଗରମ ହଉ, କି ସୁଖ ହଉ କି ଦୁଃଖ, ଆମକୁ ଏଇ ସବୁ ସହ୍ୟ କରି ଆମର ସବୁବେଳେ ଆମର ନିଜ ଧର୍ମକୁ କେବେ ଭୁଲିବା ନାହିଁ। ଆମର ଯୋଉ କର୍ତ୍ତବ୍ୟ ଅଛି, ଆମ ଧର୍ମ ଅଛି, ତାକୁ କେବେ ହେଲେ ଭୁଲିବୁ ନା। ଆଉ ଯୋଉ ଏଇ ଯୋଉ ଆମ କର୍ତ୍ତବ୍ୟ ଆଉ ଧର୍ମ ଅଛି, ତାକୁ ଆମେ କେବେ ହେଲେ ବନ୍ଦ କରିବା ନାହିଁ। ଯଦି ବନ୍ଦ କରିଦେଲେ ଆମେ ଏଇ ସୁଖ ଦୁଃଖ ସଂସାରରେ, ଯୋଉ ସୁଖ ଦୁଃଖର ସଂସାର ମୃତ୍ୟୁ ଚକ୍ର ଅଛି, ସେଇ ଚକ୍ରରେ ଆମେ ଫସିଯିବା। ଏଇ ଯୋଉ ଆମର ମେନ୍ କର୍ତ୍ତବ୍ୟ ଆଉ ଯୋଉ ଧର୍ମକୁ ଯଦି ଭୁଲିଯିବା, ଆଉ ଯୋଉ ଆମର ମେନ୍ କର୍ତ୍ତବ୍ୟ କଣ, ଆମର ଯୋଉ ଆତ୍ମାର ଶ୍ରେଷ୍ଠ ଧର୍ମ ପରମାତ୍ମାଙ୍କର ସେବା କରିବା। ଆତ୍ମାର ହଉଛି ଶ୍ରେଷ୍ଠ ଧର୍ମ ହଉଛି ପରମାତ୍ମାଙ୍କର ଆମେ ସେବା କରିବା। ପରମାତ୍ମା ମାନେ କୃଷ୍ଣଙ୍କର ଆମେ ସବୁବେଳେ ସେବା କରିବା। ଆମର ସମସ୍ତ ଇନ୍ଦ୍ରିୟ ସହିତ ଭଗବାନଙ୍କର ସେବା କରିବା। ଆଉ, ଏଥିରେ ଦୁଃଖ ମିଳୁ କି ସୁଖ ମିଳୁ, କିନ୍ତୁ ତାଙ୍କର ସେବା କରିବା ସବୁବେଳେ ଉଚିତ। ଏଥିରେ ଏଥିରେ ଆନନ୍ଦ ତ ନିଶ୍ଚୟ ଆସିବ। ଭୌତିକ କାମ ଟାଇପ ବହି ଭୌତିକ ପଢୁଛି। ଭୌତିକ ତ୍ରୁଟିରେ ତ ଆମେ ଠିକ ଭାବରେ କରୁଛୁ। ଆମ ଖାଇବା ପିଇବା ଶୋଇବା ଏସବୁ ଆମେ ଠିକ ଭାବରେ କିନ୍ତୁ ଯେତେବେଳେ ଆତ୍ମଧିକ କଥା ଆଧ୍ୟାତ୍ମିକ କଥା ଆସିଯାଉଛି, ଆମେ କଣ କରୁଛେ, ତାକୁ ଅବହେଳା କରିଦଉଛୁ। କେତେବେଳେ କହୁଛି ଆମର ପେଟ କାଟୁଛି, କେତେବେଳେ ଥଣ୍ଡା ହେଲା, କେତେବେଳେ ଆଉ ଜର ହଉଛି। ଆଉ ସକାଳୁ ଯଦି ଶୀତ ଦିନ ହେଇଥିବ, ଆମେ ଭୋର ଭୋର ଉଠିବା ନାହିଁ, ଗାଧେଇବା ନାହିଁ, ଠାକୁରଙ୍କୁ ତାଙ୍କ ନାମ ଜପ କରିବା ନାହିଁ, ଆମେ ବିଭିନ୍ନ ପ୍ରକାର କରୋଡ଼ ଆମେ ବାହାନା ଖୋଜୁଛେ। ତ ଏଥିପାଇଁ ଆମେ ମାୟାରେ ପଡି ଯାଉଛି, ତାକୁ ଆମେ ସେଥିରୁ ବାହାରିକି ଆମର ଯୋଉ ମେନ୍ କର୍ତ୍ତବ୍ୟ ହଉଛି, ସେ ନାମ ଜପ ହରିନାମ ଏସବୁ ଗୁଡାକ ଉଠିକି ଭୋର ଭୋରରୁ କରିବା କଥା। ଆଉ କିନ୍ତୁ ଏ ଯୋଉ ଗୋଟେ ବାଧା ଗୁଡାକ ହଉଛି, ଆମକୁ ସବୁବେଳେ ଅପୋଜ କରୁଛି। କିନ୍ତୁ ଆମକୁ ଏସବୁ ସହିକି ଆମ ଧର୍ମକୁ ଆଗକୁ ବଢେଇବାକୁ ପଡିବ। ଶ୍ରୀକୃଷ୍ଣ ଏଠାରେ ତାଙ୍କୁ ଦିଟା ନାମ କହିଛନ୍ତି, ଗୋଟେ ହଉଛି କାନ୍ତେକେୟ ଆଉ ଗୋଟେ ହଉଛନ୍ତି ଭାରତ। ଆଉ ସେ କହୁଛନ୍ତି, ତମେ ତ ହଉଛ କୁନ୍ତି, ଆଉ ତମେ କାହିଁକି ଏଇ ଯୁଦ୍ଧରୁ ବିରତି ହେବା ପାଇଁ ଚେଷ୍ଟା କରୁଛ? ଆଉ ତମ ଏତେ ବଡ ନାଁ ଅଛି, ତମ ଏତେ ବଡ ବଂଶଧରରୁ ଆସିଛ ତମେ, ମାନେ ଭରତ ବଂଶରୁ ଆସିଛ। ସେମାନଙ୍କର ତାଙ୍କର ହଉଛି କି ତାଙ୍କର କଥା ହଉଛି, ଯଦି ଥିଲେ କଥା ଦେବେ, ତାକୁ ସେ କେବେ ବୋଲି ଓହରି ଯିବେ ନାହିଁ। ମାନେ ପ୍ରାଣ ଯାଇଥବ ମତ ବଚନ ନ ଯାଏ। ତ ସେଥିପାଇଁ ତମେ କାହିଁକି ଓହରି ଯାଉଛ? ତ ସେ ସବୁବେଳେ ଉପଦେଶ ଦେଇ ଦଉଛନ୍ତି, ତମେ କୁନ୍ତିଙ୍କ ପୁତ୍ର ହେଇକି, ଭରତ ବଂଶଜ ହେଇକି ତମେ ଏଠାରୁ ଓହରି ଯାଅ ନାହିଁ। ତମେ ତମର ଯୋଉ କ୍ଷତ୍ରିୟ ଧର୍ମ ଅଛି, ଏଇ ଧର୍ମକୁ ପାଳନ କର ଓ ଯୁଦ୍ଧ କର। ଏଥିରେ ତମର ମଙ୍ଗଳ ହବ। ହରେ କୃଷ୍ଣ କର। हरे कृष्ण। विशेष धन्यवाद आमर उत्तम प्रभु को। तो बहुत सुंदर भाव पंक्तिय शब्दर अर्थ वर्णना कले, अन्य कथा भी वर्णना कले, केमती संसार आमको सुख और दुख दीटा जिन दौर। तो प्रथम आम किसी क्वेश्चन नवा, तापरे कमेंट्स समस्ते शेयर करेंगे। कौन किसी प्रश्न अच्छी ये श्लोक ऊपर? मात्रा स्पर्शस्तु कौन्तेय शीतोष्ण सुख दुःखदा आगमापायनो अनित्य स्तंग तितिक्षुषु भारत। तो कौन किसी प्रश्न? जय प्रकाश प्रभु, उमेश प्रभु, कालिंदी प्रभु, यदि प्रश्न अच्छे शेयर कर पारिबो। हरे कृष्ण। लोक माने बेले प्रश्न करती कि केते सहिबा, तो यार कौन
ଏଇ ଶ୍ଲୋକରୁ ତାତ୍ପର୍ଯ୍ୟରେ ଆମେ ନେଇପାରିବା। ତମ ପ୍ରଭୁ କହିଲେ ଲୋକମାନେ ବିଶେଷ କରି ଏଇଟା ପ୍ରଶ୍ନ ପଚାରନ୍ତି, ଆମେ କେତେ ସହିବା, ସହିବା ତ ସହିବା, କେତେ ସହିବା। ତ ୟାର ଆଉ ସେକେଣ୍ଡ ହେଲା କି ଏ ଯୋଉ ସହ୍ୟ କରିବାର ଗୁଣଟା ଆମେ କେମିତି ପ୍ରାପ୍ତ କରିବା ଦରକାର। ଉତ୍ତମ ପ୍ରଭୁ। ପ୍ରଭୁ ଆଉ ଥରେ କ୍ୱେଶ୍ଚନ କଲେ। ଲୋକମାନେ ଯେମିତି ଆମକୁ ପ୍ରଶ୍ନ ପଚାରିବେ ନା କି ମତେ ବହୁତ କଷ୍ଟ ହଉଛି, କିଏ ଯେ ବୃଦ୍ଧ ଅବସ୍ଥା ପ୍ରାପ୍ତ ହେଇଥିବ ସେ ବି କହିବ ମୁଁ ଆଉ କେତେ ସହିବି। ଲୋକ କୁହନ୍ତି ନା ମରିଗଲେ ସରିଯିବ, ଆଉ ଏତେ ସହିବାକୁ ପଡିବନି, ବହୁତ କଷ୍ଟ ହଉଛି। ଲୋକମାନେ ଏ ସହିବାର ଲିମିଟ କେତେ ଥାଏ, ଆଉ ଏଇ ସହିବାର ଗୁଣଟା ଯଦି ଆମେ ଭକ୍ତ ହବା ପାଇଁ ଚାହିଁବା ତାହେଲେ ସହିବାର ଗୁଣଟା ଆମେ କେମିତି ବଢେଇବା। ହରେ କୃଷ୍ଣ ପ୍ରଭୁ, ସହିବା ତ ଯାହାହେଲେ ବି ଆମକୁ ସହିବାକୁ ପଡିବ। ଭକ୍ତି ଜୀବନରେ ଆଗେଇ ରହିଲେ ଏସବୁ ସହିବାକୁ ନିଶ୍ଚିତ ପଡିବ। ଆଉ ଆଉ ସହିବାର ସେମିତିଆ ସୀମା ନାହିଁ, ମାନେ ମରିବା ପର୍ଯ୍ୟନ୍ତ ସହିବାକୁ ପଡିବ। ଯେ ଆମେ ଏବେ ୟଙ୍ଗ ଅଛେ ବୋଲି ଆମେ କହୁଛେ ଯେତେ ପାରିବ ସେତେ ସହି ପଡିବ, କିନ୍ତୁ ଦେଖ ତମର ଯେତେବେଳେ କି ଆମ ସମସ୍ତଙ୍କ ଯାହାର ଯେତେବେଳେ ଦେହ ବି ଖରାପ ହେଇଯିବ, ଦେହ ଖରାପ ପରେ ଯଦି ଅଧିକ ଖରାପ ହଉଥିବ, ବହୁତ କଷ୍ଟ ହଉଥିବ, ସେତେବେଳେ କହ ଆମେ ବି ନିଜେ କହୁ ଇରେ ସହି ହଉନି, ଆଉ ବହୁତ କଷ୍ଟ ହେଲାଣି, ମେଡିକାଲ ଯିବା, ଇଏ କରିବା ସିଏ କରିବା ସବୁ ଷ୍ଟାର୍ଟ କରିଦିଅନ୍ତି। ଆମେ କହିଲା ବେଳକୁ କୁହନ୍ତି ଆମେ ସହିଦବା, କିନ୍ତୁ ଯେତେବେଳେ ପରିସ୍ଥିତି ଖରାପ ହୁଏ ସେତେବେଳେ ଆମେ ସହିପାରନ୍ତିନି। କେତେ ଲିମିଟ ଥାଏ, ଲିମିଟ ଟା ଆମେ କେମିତି ଫିକ୍ସ କରନ୍ତି। ଶରୀରକୁ ତ କଷ୍ଟ ହଉଛି ନା, ସହିବ କେମିତି ପୁଣି। ଭଗବାନଙ୍କ ଆଶ୍ରୟ ନେଇକି ଆମେ ସହିବାକୁ ପଡିବ। ଭଗବାନଙ୍କ ଆଶ୍ରୟ ଜଣେ ସାଧାରଣ ଲୋକ କେମିତି ସେ ନବ, ଟାଞ୍ଜିବଲ ମାନେ ଆଖି ଦୃଶ୍ୟ ଭଳିଆ ସେ ନେଇପାରିବନି କେବେ ବି। ଶରୀର ଯେତେବେଳେ କଷ୍ଟ ହଉଛି, ଲୋକମାନେ ତମେ କେବେ ଶୁଣିଥିବ ବୁଦ୍ଧିଷ୍ଟ ମାନେ ପ୍ରଶ୍ନ ପଚାରନ୍ତି, ଯଦି ଉପବାସ ରହିକି ଆମେ ଭଗବାନଙ୍କୁ ଡାକିଲେ ଥୋଡି ନା ଭଗବାନ ଶୁଣିବେ, ହୁଁ। ତେଣୁ ଖାଇ ପିଇକି ଡାକିବାର ଅଛି। ସେଟା ଶରୀରକୁ କଷ୍ଟ ଦେଇକି ଆମେ କୌଣସି ମଙ୍ଗଳ କାର୍ଯ୍ୟ କରିପାରିବାନି, ସେମାନଙ୍କର ମତ ଥାଏ। କେମିତି ଆମେ ଏତେ ସବୁ ଜିନିଷକୁ ରିକନସାଇଲ କରିବା। ହରେ କୃଷ୍ଣ ପ୍ରଭୁ। ହଁ ହରେ କୃଷ୍ଣ। ପ୍ରଭୁ ଯଦି ଆମେ ଯେତେ କଷ୍ଟଟା ଆସୁଛି, ଆମେ ଧୀରେ ଧୀରେ ଟିକେ କଷ୍ଟଟା ସହିକି ଅଭ୍ୟାସ ଟା କରିବା। ଧରାଯାଉ ଫାଷ୍ଟ ଆମକୁ ଟିକେ କଷ୍ଟ ହେଲା, ଆମେ ଟିକେ ସହିବା, କିନ୍ତୁ ଧୀରେ 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 ଆମେ ମାନେ କୃଷ୍ଣ ଚେତନା କର୍ମ করে ଯୋଉ ବାଧାବିଘ୍ନ ଆସିବ, ଧୀରେ 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 ଆମେ ସହିଯିବା, ସେଇଟା ଆମର ଅଭ୍ୟାସରେ ଟିକେ ପରିଣତ ହେଇଯିବ, ତାପରେ ଧୀରେ ଧୀରେ ଆମେ ସହିଯିବା। ତାପରେ ଆମେ କହିବା ଆମର ତ ଦେହ ସୁହା ହେଇଗଲା ଆଉ, ହଁ କହିଦବା ମାନେ ଏଇଟା ଆଉ ଦେହ ସୁହା ହେଇଗଲା। ନା ନା, ହରେ ସେଇଟା କୃଷ୍ଣ ଆମର ପ୍ରଭୁ। ହରେ ମାଇଣ୍ଡ। କୃଷ୍ଣ। ଯଦି ଆ ସହିବାର ଯଦି ସହିବାର କାରଣ ଜଣା ଥିବ, ତାହେଲେ ସହିବାର ଗୋଟେ ମାନେ କିଛି ସୀମା ନଥିବ। ଯଦି ଆମେ ଜାଣିଥିବା କି କଣ ପାଇଁ ଆମେ ସହୁଛେ, ଧର ଆମର ଏକାଦଶୀ ଦିନ ଯେମିତି ପ୍ରଭୁଜୀ କହିଲେ କି ବ୍ରହ୍ମ ମୁହୂର୍ତ୍ତରେ ଉଠିବାର ଅଛି, ତ ଯଦି ଜଣଙ୍କ ଅଭ୍ୟାସ ନାହିଁ ତ ସେ ସକାଳୁ ଉଠିବାଟା ସହିବ କେମିତି? ତ ତାର ଗୋଟେ ପର୍ପସ ଥିବା କଥା, ଯଦି ପର୍ପସ ଅଛି ତାହେଲେ ସେ ସହିପାରିବ। ଯଦି ଏମିତି କିଛି ପର୍ପସ ନାହିଁ ତାହେଲେ ସେ ସହିବାର ଲିମିଟ ଯାଏ ବି ଯିବନି ସେ। ଏହାର ପର୍ପସ ଦେଖିକି ଆମକୁ ସହିବାର ଅଛି। ଦେଖିଥିବ ଗାଁରେ ବୁଢା ବୁଢୀ ଯୋଉମାନେ ଥିବେ, ସେମାନେ କଣ କୁହନ୍ତି କି ମୋର ପୁଅ ଝିଅ ତ ସେମାନେ ଯେତେ କଷ୍ଟ ଦେଲେ କଣ, ଟିକେ ସହିବାର ଅଛି ଆଉ ମୋର ଆଉ। ସେଇ ସହିବା ଆଉ ଏଠି ଯୋଉ ସହିବା କଥା କୁହାଯାଇଛି, କଣ ଡିଫରେନ୍ସ କରିପାରିବା। ସେଠି ବି ସେ କୁହନ୍ତି, କାରଣ ଜୀବନ ସାରା ସେ ସହିବେ ହିଁ ସହିବେ, ତାଙ୍କ ପାଇଁ କିଛି ବି ଲିମିଟ ନାହିଁ। ସେଇଠି ଲୋକମାନେ କହିଦିଅନ୍ତି ନା ମୋରି ପୁଅ ଝିଅ ଆଉ କଣ, ବାଡେଇଲେ ଯାହା କଲେ ବି ମୁଁ ସହିବି। ସେଇ ସହିବା ଆଉ ଏଇ ସହିବା ଭିତରେ କଣ ଫରକ? ଏଇ ସହିବା ମାନେ 14 ନମ୍ବର ଯୋଉ ଶ୍ଲୋକରେ ସହିବା କଥା କୁହାଯାଇଛି, ୟାର କଣ ଉଦ୍ଦେଶ୍ୟ ଅଛି ଆଉ ସେଠି କଣ ଲିମିଟେସନ। ଲିମିଟେସନ ମାନେ କଣ ଅସୁବିଧା ଅଛି ସେ ଜାଗା। ଏଇ ଯୋଉ ଶ୍ଲୋକ ଅଛି 14 ନମ୍ବର ଶ୍ଲୋକ, ଏଠି ସହିବା କଥା ବି କୁହାଯାଇଛି। ଆଉ ମୁଁ ଯୋଉ ଏକ୍ଜାମ୍ପଲ ଟା ଦେଲି, ଯୋଉ ଲୋକମାନେ ଦେଖିଥିବ ପ୍ରାୟ ଗାଁରେ ଲୋକମାନେ ଏହା କୁହନ୍ତି, ତ ମୋ ନିଜ ଲୋକ ଯାହା କହିଲେ ମୁଁ ସହିବି, ତ କଣ ଡିଫରେନ୍ସ ଅଛି? ଯଦି ତୁମେ ଉମେଶ ପ୍ରଭୁ ଗୋଟେ ପଏଣ୍ଟ ଟା କହିଲ, ପରଫେକ୍ଟ ପଏଣ୍ଟ କହିଛ, କିନ୍ତୁ ମୁଁ ଏଥିପାଇଁ ଟିକେ ଆଉ ଟିକେ ଭିତରକୁ ପଚାରିଦେଲି।
ये कौन रीजन प्रभु जी ହେଇପାରେ? ଆଚ୍ଛା। ପ୍ରଭୁଜୀ ଡିଫରେନ୍ସ ଟା ହଉଛି କି ଆପଣ ଯୋଉ ଏକ୍ସାମ୍ପଲ ଟା ଦେଲେ ସେଥିରେ ହଉଛି ସହିବାଟା ଅନ୍ୟାୟ ବିରୁଦ୍ଧରେ, ମାନେ ଅନ୍ୟାୟକୁ ଆମେ ସହୁଛେ, ଯୋଉଟା କି ଆକ୍ଚୁଆଲି ସହିବା କଥା ନୁହେଁ। କିନ୍ତୁ ଏଠି ଯୋଉ ଏ ଶ୍ଲୋକରେ ଯୋଉ ଲେଖା ହେଇଛି ସେଇଟା ହଉଛି ଜୀବନରେ ଯୋଉ ଦୁଃଖ ସୁଖ ଆସୁଛି ତାକୁ ସହିବା ବିଷୟରେ ଲେଖା ହେଇଛି। ମାନେ ଦିଟାକ ଭିତରେ କେମିତି ଜଣେ ସ୍ଥିର ରହିପାରିବ, ନା ଦୁଃଖରେ ବିଚଳିତ ହବ ନା ଖୁସିରେ ବେଶୀ ଖୁସି ହେଇଯିବ, ତ ତା ବିଷୟରେ ଏ ଶ୍ଲୋକରେ କୁହାଯାଇଛି। ତ ମୁଁ ଗୋଟେ ଭଲ ଲୋକ, ଫର ଏକ୍ସାମ୍ପଲ ମୋ ସହିତ ଏବେ ଅନ୍ୟାୟ ହଉଛି, ମୁଁ ସହିବି ନା ନାଇଁ? ପୁଣି ମୁଁ ଭଲ ଲୋକ, ସିମ୍ପଲ, ମୋର କାହା ସହିତ କିଛି ଖରାପ ନାହିଁ, ମୋ ସହିତ କିନ୍ତୁ ଅନ୍ୟାୟ ହଉଛି, ମୁଁ ଜାଣୁଛି ଏଇଟା ଅନ୍ୟାୟ ବୋଲି, ତ କେତେ ଦୂର ପର୍ଯ୍ୟନ୍ତ ମୁଁ ସହିବି? କିଛି ତ ଗୋଟେ ରେସ୍ପଣ୍ଡ କରିବି ନା କଣ କରିବି? ତ ସହିବାର ଏଠି ଲିମିଟ କଣ ରହିବ? ପ୍ରଭୁ ଯୋଉଟା ଆପଣ କଲେ, ଜଣେ ଯଦି ଦୁଃଖ ଦଉଛି ତାହେଲେ ସେଇଟା କୋଉ ଉଦ୍ଦେଶ୍ୟରେ ଆପଣଙ୍କୁ ଦୁଃଖ ଦଉଛି ସେଇଟାକୁ ଦେଖିବାକୁ ପଡିବ। ଯଦି ଆପଣଙ୍କୁ ଗୋଟେ, ଧରାଯାଉ ଆପଣ କିଛି ଭୁଲ କରିନାହାନ୍ତି ବଶତଃ, ସେ ଯଦି ଆପଣଙ୍କୁ କୌଣସି କଷ୍ଟଟା ଦେଲା, ଆପଣ ସେଇଠି ପ୍ରତିବାଦ କରିବେ ନା। ଯୁଦ୍ଧ ତ କରି କିଛି ଷ୍ଟାର୍ଟ କରି ନା, ଯୁଦ୍ଧ କରିବେନି, କିଛି ତ ମାନେ ତାର ଗୋଟେ ସଲ୍ୟୁସନ। କିନ୍ତୁ ଧର ଯୋଉ ଆମର କିଛି ଅପରାଧ ହେଇଯାଇଛି, ବୈଷ୍ଣବ ଅପରାଧ ହେଇଯାଇଛି, ଆମେ କିଛି ସାଧୁଗୁରୁଙ୍କୁ ଟିକେ କଣ କହିଦେଇଛୁ, ସେଇଠି ଆମକୁ ସହିବାକୁ ପଡିବ। ଯଦି ଆମେ କିଛି ଭୁଲ କରିନୁ, ତାର କିଛି ତ ଥିବ ନା। ଠିକ କଥା, କିନ୍ତୁ ଲୋକ ପଚାରିବେ କେତେ ସହିବି, ମୁଁ କିଛି କରେନି, ମୁଁ କେତେ ସହିବି? ଜୟପ୍ରକାଶ, ଜୟପ୍ରକାଶ, ତୁମେ ବି କିଛି ସେୟାର କର, କେତେ ସହିବାର ଅଛି? 40 ଡିଗ୍ରୀ, 45 ଡିଗ୍ରୀ, 60 ଯାଏ ଯିବ ନା କେତେ? ଉତ୍ତମ ପ୍ରଭୁ, ତାପରେ ତୁମେ ଫାଇନାଲ ଆନ୍ସର ହିଁ ଦବ, ଆଜିର ବକ୍ତା ତୁମେ ହିଁ ଅଛ। ଜୟପ୍ରକାଶ ପ୍ରଭୁ। ହରେ କୃଷ୍ଣ। କହିଲି ଅନ୍ୟ ମାନେ ତାଙ୍କର ମାୟା ହିଁ ତାଙ୍କର ପରୀକ୍ଷା ନିଏ, ଭଗବାନଙ୍କ ଭିତରେ କିଛି ହସ୍ତକ୍ଷେପ କର। କିନ୍ତୁ ଭକ୍ତ ଜୀବନରେ ଉଭୟ ମାୟା ଆଉ ଏବଂ ଭଗବାନଙ୍କ ପରୀକ୍ଷା। କାରଣ ଆମେ କହିପାରିବା କି ଗୋଟେ କ୍ଲାସ, ମାନେ ଷ୍ଟୁଡେଣ୍ଟ ଅଛନ୍ତି, କ୍ଲାସରେ ଷ୍ଟୁଡେଣ୍ଟ, ଯୋଉ ଷ୍ଟୁଡେଣ୍ଟ ମାନେ ବସିଥିବେ ସେମାନେ ହିଁ ପରୀକ୍ଷା। ତ ଯୋଉମାନେ ବାହାରେ ଥିବେ ସେମାନେ ତ ପରୀକ୍ଷା ଦେଇ, ଭକ୍ତ ଜୀବନରେ ଯୋଉ ମାନେ ଦୁଃଖ ଆସେ ବା ତ ସହିବାକୁ, ମାନେ ସହିବାକୁ ପଡିବ। ମୁଁ ତ ଭକ୍ତ ନୁହଁ, ଆମେ ଜେଣ୍ଟଲମ୍ୟାନ, କଣ କରିବା? ମୁଁ ଭକ୍ତ ନୁହଁ, କିନ୍ତୁ ମୁଁ ଗୋଟେ ଭଲ ଲୋକ, ଭଦ୍ର ଲୋକ। ଯଦି ଭକ୍ତ ସଙ୍ଗ, ଭକ୍ତ ମାନେ ମୋର ଥୋଡି ନା ପସନ୍ଦ। उत्तम प्रभु, तुम्हें भावुता उत्तम प्रभु, ଆମେ ବିଭିନ୍ନ ଡାଇମେନସନ ରେ କ୍ୱେଶ୍ଚିନ୍ ଗୁଡାକୁ ଦେଖୁଛେ କି ବହୁତ ପ୍ରାକ୍ଟିକାଲ ଜିନିଷ ଆମେ କରିପାରିବା। ଜୟପ୍ରକାଶ ପ୍ରଭୁ ଆକ୍ଚୁଆଲି ବଢିଆ ଜିନିଷ କହିଲେ କି ଭକ୍ତ ମାନଙ୍କ ପାଇଁ ସହିବାର ଲିମିଟ ନଥାଏ, କିନ୍ତୁ ଜଣେ ସାଧାରଣ ଲୋକ ହେଇଥିବ, ଭଦ୍ର ଲୋକ, ତ ସିଏ କମ୍ପ୍ଲେନ କରିବ, ତ ସିଏ କେତେ ଦୂର ସହିବା ଦରକାର? ଏଠି ଅର୍ଜୁନଙ୍କର ପୋଜିସନ ଟା ଏକ୍ଜାକ୍ଟଲି ଆଜି ଜେଣ୍ଟଲମ୍ୟାନ ଥିଲା। ସେ ଭକ୍ତ ହିସାବରେ ପ୍ରେଜେଣ୍ଟ ହଉନାହାନ୍ତି, ସେ ଆଜି ଜେଣ୍ଟଲମ୍ୟାନ ହିସାବରେ ପ୍ରେଜେଣ୍ଟ ହଉଛନ୍ତି। ଆଉ ଗୋଟେ ବଡ ପ୍ରଶ୍ନ ମୁଁ ଜଷ୍ଟ ମାଇଣ୍ଡରେ ଆସିଲା, ଲୋକ କହିଦେବେ ସହିବାଟାକୁ ଦୁର୍ବଳତାର ସିମ୍ପଟମ କହିଦେବେ, ଆଜି କିଛି କରିପାରିବନି ସେଥିପାଇଁ ସହି ଯାଉଛି, ସେଟା ବି ଅଛି ଗୋଟେ। ତ ତାର କଣ ରେସ୍ପଣ୍ଡ ଆମେ କରିପାରିବା? ଏଟା ଉମେଶ ପ୍ରଭୁ ତମେ ଭାବୁଥାଅ, ତା ପୂର୍ବରୁ ଯୋଉଟା ପଚାରିଲି କେତେ ସହିବା ଜେଣ୍ଟଲମ୍ୟାନ ପ୍ରତି, ସେଟା ଉତ୍ତମ ପ୍ରଭୁ ତୁମେ ସେୟାର କର। ପ୍ରଭୁ ଆପଣ କହିଦଉନାହାନ୍ତି। ଭାଇ ରୁହରେ, ହରେ କୃଷ୍ଣ। उत्तम प्रभु, हरे कृष्ण।
ହଁ म्यूट ହେଇଯାଇଛି ଅନମ୍यूट କରିକో। ସାର୍ ପ୍ରଭୁ ସାଧାରଣ ଲୋକ ତ ସେ ସହିପାରିବନି, ସେ ବିଚଳିତ ହେଇଯିବ, ଟିକେ ସେ ସମସ୍ୟା ବୁଝିଲେ ଅର୍ଜୁନଙ୍କ ଭଳିଆ ବିଚଳିତ ହେଇଯିବ। ସେ ସହିପାରିବନି ପ୍ରଭୁ, ଆଉ ସେ ବିଚଳିତରେ ଏପଟ ସେପଟ କହିବ, ସେମାନେ ବିରୋଧ କରିବ। କିନ୍ତୁ ଯୋଉମାନେ ଭକ୍ତି ଲାଇନରେ ଥିବେ ସେମାନେ ତାଙ୍କର ଭଗବାନଙ୍କ କୃପାରୁ ସେ ଭକ୍ତି ବଳରେ ଜ୍ଞାନ ତାଙ୍କର ଉଦୟ ହେଇଯାଇଥିବ। ସେଇ ଜ୍ଞାନ ବଳରେ ସେମାନେ ମାୟା କବଳରୁ, ଭକ୍ତି ଓ ଜ୍ଞାନ ବଳରେ ହିଁ ସେଇ ମାୟା କବଳରୁ ଉଦ୍ଧାର ହେଇକି ସେ ସହିପାରିବେ ସେମାନେ। ଆଜିକାଲି ସମସ୍ତଙ୍କର ଆନ୍ସର ରେ ପୁରା କିଛି ନା କିଛି ପୁରା ଲିଙ୍କ କରିକି କହିଲେ, ଯେମିତି ଉତ୍ତମ ପ୍ରଭୁ ପୁରା ସମରାଇଜ କରି କହିଲେ ତ ଭକ୍ତି ବଦଳ ଭକ୍ତି କଲେ ଜ୍ଞାନ ଉଦୟ ହବ, ଯୋଉଟା ଆମର ଉମେଶ ପ୍ରଭୁ କହିଥିଲେ। ସେ କଣ ପାଇଁ ସହିବ ସେଇ ପର୍ପସ ଟା ଜାଣିବାର ଅଛି। ଗୋଟେ ଭଲ ଲୋକକୁ ସେ ଯଦି ସ୍ପିରିଚୁଆଲ ସାଇନ୍ସ କୁ ଆକ୍ସେପ୍ଟ କରୁନଥିବ ତାହେଲେ ସେ ଜାଣିପାରିବନି ପୂର୍ବ ଜନ୍ମର କର୍ମର ପ୍ରତିକ୍ରିୟା କଣ ଅଛି ବୋଲି। ତେଣୁ ତା ପାଇଁ ସହିବା ପାଇଁ ଟିକେ ଡିଫିକଲ୍ଟ ହବ। ଷ୍ଟିଲ୍ ଆଜ ଏ ପ୍ରେସ୍କ୍ରାଇବ ଡ୍ୟୁଟି, କର୍ତ୍ତବ୍ୟ ପରିଣତ ହିସାବରୁ ତାକୁ ସହିବାକୁ ପଡିବ ହେଲା। ଆଉ ଭକ୍ତ ହିସାବରେ ଯଦି ଭକ୍ତି କିଏ କରୁଛି ତାହେଲେ ତା ପାଇଁ ସହିବାର ଉଦ୍ଦେଶ୍ୟ ବି ଅଛି। ଭଗବାନ କୃଷ୍ଣଙ୍କର ପ୍ରୀତ୍ୟାର୍ଥେ ସହିବ। କିନ୍ତୁ ଗୋଟେ ଭକ୍ତ ଜଣେ ନୁହେଁ, କିନ୍ତୁ ସିଏ ଆସିକି ଆଉ ଜଣେ ଭକ୍ତକୁ କିଛି ଗାଳି କରୁଛି, କିଛି କଷ୍ଟ ଦଉଛି, ତାହେଲେ ସେଠି କୌଣସି ଭକ୍ତ ଭଗବାନ ବି ତ ସହିବେନି, ଭକ୍ତକୁ କେବେ ସହିବାର ନାହିଁ ନା। ତେଣୁ ଗୋଟେ ଛୋଟ ଷ୍ଟୋରି, 7 ମିନିଟ ଅଛି, ଛୋଟ ଷ୍ଟୋରି ମୁଁ ଗୋଟେ ସେୟାର କରୁଛି। ଜଣେ ରାଜା ତାଙ୍କର ମନ୍ତ୍ରୀକୁ କହିଲେ କି ମୋର ଜନ୍ମଦିନ ଆସିଛି, ଆଉ ତୁମେ ମତେ ଗୋଟେ ସ୍ପେଶାଲ ଗିଫ୍ଟ ଦବ। କି ସ୍ପେଶାଲ ଗିଫ୍ଟ? କି ଗୋଟେ ଗୋଲ୍ଡେନ ରିଙ୍ଗ ର ଗୋଟେ କଣ ଗିଫ୍ଟ ଦବା ପାଇଁ ସେ ଏକ୍ସପେକ୍ଟ କରୁଥିଲେ। କିନ୍ତୁ ସେ କଣ୍ଡିସନ ଥିଲା, ଯଦି ତୁମେ ମତେ ଗୋଟେ ଗିଫ୍ଟ ଦବ, ଯେତେବେଳେ ମୁଁ ଦୁଃଖରେ ଥିବି ତ ତାକୁ ଦେଖିଦେଲେ ମୁଁ ଖୁସି ହେଇଯାଉଥିବି, ଆଉ ଯେତେବେଳେ ମୁଁ ସୁଖରେ ଥିବି ତାହେଲେ ତାକୁ ଦେଖି, ଯୋଉ ଗିଫ୍ଟ ଟା ଥିବ ତାକୁ ଦେଖିଲେ ମୁଁ ଦୁଃଖ ହେଇଯାଉଥିବି। ତେଣୁ ସେ ଗିଫ୍ଟ ଟା କଣ? କିଏ ଶୁଣିଛ ଏଇ ଫାଷ୍ଟ ଟାଇମ୍ସ? ତ ଠିକ ଅଛି, ଉମେଶ ପ୍ରଭୁ ଶୁଣିଛ କି? ଶୁଣିଲା ଭଳିଆ ଲାଗୁଛି। ହଁ, ଏ ଛୋଟ ଆପଣ ଷ୍ଟୋରି। କହିଲେ ପୁରା ମନେ ପଡେ। ହଁ, ତ ତ ମନ୍ତ୍ରୀ ଭାବିଲେ, ରାତି ସାରା ଭାବିଲେ, ସକାଳକୁ ଜଣଙ୍କୁ କନସଲ୍ଟ କରିକି ଗୋଟେ ଗିଫ୍ଟ ଆଣିକି ଆସିଲେ। ଗୋଟେ ସୁନାର ରିଙ୍ଗ ଥିଲା। ସେ ସୁନାର ରିଙ୍ଗ ରେ ଲେଖା ହେଇଥିଲା, କଣ ଲେଖା ହେଇଥିଲା? ଦିସ୍ ଟୁ ସାଲ୍ ପାସ୍ ଆୱେ। ତ ଆର ଅର୍ଥ ହେଲା ଏଇ ଯୋଉ ସମୟ ଅଛି ଇଏ ବି ପଳେଇବ। ରାଜା ଦେଖିଲେ, ଟିକେ ଖୁସି ହେଇଗଲେ। ଖୁସି ହେଇକି ଯେତେବେଳେ ରିଙ୍ଗ କୁ ଦେଖି ଦେଇଛନ୍ତି, ସେତେବେଳେ ଲେଖା ହେଇଛି ଦିସ୍ ଟୁ ସାଲ୍ ପାସ୍ ଆୱେ, ମାନେ ଏଇ ସୁଖଟା ବି ପଳେଇବ। ସେ ଦୁଃଖ ହେଇଗଲେ। ପୁଣି ଯେତେବେଳେ ଦୁଃଖୀ ଥିଲେ, ସେତେବେଳେ ସେ ରିଙ୍ଗ ଟାକୁ ଦେଖି ଦଉଛନ୍ତି, ଲେଖା ହେଇଛି ଦିସ୍ ଟୁ ସାଲ୍ ପାସ୍ ଆୱେ। ସେତେବେଳେ ବି ସୁଖରେ ପଳେଇ ଆସିଲେ। ତେଣୁ ସେଥିପାଇଁ କୁହାଯାଇଛି କି ଆମର ଯୋଉ ଏଠି ପ୍ରଭୁପାଦଙ୍କର ଭାବାର୍ଥରେ ଦେଖିଲେ, କି ଆମର ଯୋଉ ସେନ୍ସ ଅବଜେକ୍ଟ ଗୁଡା ଅଛି, ଇନ୍ଦ୍ରିୟର ବିଷୟ ବସ୍ତୁ ଅଛି, ତ ସେ ସବୁବେଳେ ହାପିନେସ ଆଉ ଡିଷ୍ଟ୍ରେସ ଦିଟାକୁ ସେ ପରସିଭ କରେ। ଯେମିତି ଏଠି ଦିଟା କଥା କୁହାଯାଇଛି, ଗୋଟେ ସମର ଆଉ ୱିଣ୍ଟର କଥା କୁହାଯାଇଛି, ଆଉ ଗ୍ରସ୍ ଲେଭେଲରେ ଆଉ ଗୋଟେ କୁହାଯାଇଛି କି ମାଇଣ୍ଡ ମେଣ୍ଟାଲ ଲେଭେଲ ହେଲା, ହଟ୍ ଆଣ୍ଡ କୋଲ୍ଡ କୁହାଯାଇଛି। ମାତ୍ରା ଶୀତ ଉଷ୍ଣ ସୁଖ ଦୁଃଖ। ସୁଖ ଦୁଃଖ ଟା ମେଣ୍ଟାଲ ପ୍ଲେନରେ, ଆଉ ସୁଖ ଆମର ହଟ୍ ଆଣ୍ଡ କୋଲ୍ଡ ଟାଇପ ର ଯାହା ରହିଲା ଫିଜିକାଲ ପ୍ଲେନ। ତ ଆମକୁ ଟଲରେଟ କରିବାର ଅଛି। କିନ୍ତୁ ସେଇଥିପାଇଁ ଏଇଟା ଗୋଟେ ବ୍ୟାଡ ନ୍ୟୁଜ କି ଆମର ଯୋଉ ଶରୀର ଅଛି, ଶରୀର ଟା ନାଶଶୀଳ, ଶରୀର ଟା ସବୁବେଳେ ରହିବନି, ନିର୍ଜୀବ ବସ୍ତୁ, ଶରୀର ଟା ନିର୍ଜୀବ। କିନ୍ତୁ ହେଲା କି ଆତ୍ମା ସବୁବେଳେ ବଞ୍ଚିକି ରହିବ। ତ ଆମର ସହ୍ୟ କରିବାର ଟା କେବଳ ଶରୀର ପ୍ରତି ଆପ୍ଲାଏ ହେଇଥାଏ, ସୂକ୍ଷ୍ମ ଶରୀର ତ ଆମର ଯୋଉ ଶରୀର ଟା ଯେହେତୁ ନାଶଶୀଳ ଥାଏ, ବହୁତ ଗ୍ରସ୍ ଆଣ୍ଡ ସଟଲ ବଡି, ତ ଏ ଯୋଉ ସହ୍ୟଟା କରିବାର ଗୁଣ ଟା ଶରୀର ପ୍ରତି ଆପ୍ଲାଏ ହୁଏ। ଆତ୍ମା ସବୁବେଳେ ଅବିନାଶୀ ଥାଏ, ତ ତା ପାଇଁ ଏସବୁ ଜିନିଷ କୌଣସି ଆବଶ୍ୟକତା ନଥାଏ। ତ ଟୁ ଲେଭେଲ୍ସ ଅଫ ଡୁଆଲିଟି ଆମେ ଜାଣିଲେ, ଗୋଟେ ହେଲା ଏକ୍ସଟର୍ନାଲ ଲେଭେଲ ଆଉ ଗୋଟେ ଇଣ୍ଟରନାଲ ଲେଭେଲ। ଏକ୍ସଟର୍ନାଲ ଲେଭେଲରେ ଦେଖିଲେ ଆମର ଗ୍ରସ୍ ବଡି ପାଇଁ ଯାହା ଯାହା ଆପ୍ଲିକେବଲ, ହଟ୍ କୋଲ୍ଡ ଏସବୁ ଜିନିଷ ଆମର ଏକ୍ସଟର୍ନାଲ ଡୁଆଲିଟି। ଇଣ୍ଟରନାଲ ଡୁଆଲିଟି କଣ? ହାପିନେସ ଡିଷ୍ଟ୍ରେସ ଏଇ ଟାଇପ ର ଆମେ ଜାଣିଲେ। ତେଣୁ ସେଥିପାଇଁ ଏକ୍ସାକ୍ଟ ଆନ୍ସର ଉମେଶ ପ୍ରଭୁ ଆମର ଦେଲେ କି ଶାସ୍ତ୍ର ସ୍କ୍ରିପଚର
स्क्रिप्चर द्वारा आमे निजर इंटेलिजेंस को शार्प करियार अछि ताहाले कोन आमे जानि परिबा आमे कोन पई सोउचे तेणु भगवत गीता केवे केवल जो माने सफलता पाती जीवन में ता पाई नुहे बहुत सक्सेस एंड फेलियर दी जन को डील करया पाई तेणु एटा गोटे रियलिस्टिक लाइफ आमे कहि परिबानी केबे भी कि भगवत गीता या पर जो माने भक्ति करूछंदी से माने एमती इमोशनल लाइफ रे अछंदी किबा के कोन पूरा सुख रे अछंदी एमती नहीं इट्स ए रियलिस्टिक अप्रोच माने तळे दुख आसीबो ताको केंदी हैंडल करबो तळे सुख आसीबो ताको केंदी हैंडल करबो तेणु एटा आर्ट ऑफ टॉलरेंस तेणु सेति पई देख जो धर पानी अच्छी शीत दिने से पानी ठंडा लगे एटी आहरी हमको शीत दिने आम गाधेवा इच्छा करते उमेश प्रभु कहले सकाल आम केमती गाधेवा किंतु सेही पानी गरम दिने आमको कौन गरम लगुच शीत दिने ठंडा लगुच गरम लगुच सेम सोर्स टा समान अच्छी सोर्स ऑफ एंजॉयमेंट समान अच्छी किंतु सेही सोर्स टा केतबेले हमको सुख दउची केतबेले दुख दउची आमे भाबुचे कि मते पैसा बहुत मिलगले मु सुखर रही तो आमे एक्सपेक्ट करछे सोर्स ऑफ एंजॉयमेंट इज मनी किंतु सेही पैसा एतले चोरी हो जाउची किबा आमे किछि खराब खर्च करछे हमको बहुत दुख लागुची तो कहवा तात्पर्य सेम सोर्स मटेरियल हेतिबो तो इट गिव्स बोथ हैप्पीनेस एंड डिस्ट्रेस तो हमको खराब हमारे ने की खराब जगह पठे दोची भला जगह ने की कर किंतु हैप्पीनेस को हमें तो सुने बुझी पारुचे कि दुख आसले हमको सहया पड़िबो सुखटा को सहयार माने कोन सुखटा को सहयार माने हला यदि आमे जीवन रे किछि हैप्पीनेस पाउचे ताको रिजल्ट्स करिवार अछि आमे खुशी होवार अछि कि ओवर कॉन्फिडेंट होवानी आमे कोन छाती फुले की चालीवार एमती करियार नै एटा ओवर प्राउड गर्व अनुभव करियार नै आमे सक्सेस पाइचे बोली अन्य को नीचा देखिवार नै तेणु एटा टॉलरेट बोथ हैप्पीनेस एंड डिस्ट्रेस दुखटा को आमे सहंती किंतु सुखटा को भी सहयार अछि तेणु सेति पई हमको एक्सट्रीम इमोशनल सेटअप रे रहबार नै दुख हले पूरा भांगी पड़िबो दुख हले पूरा छाती फुले की चलिबो नै दीटा इक्विपोज बैलेंस करके जीवार अछि कंपोज करिया अछि देखो किंतु बेले बेले समते भावंती केते सहिबा सेति पई कह जाय लोक मानकर ओटे थाए आइदर टॉलरेट और टर्मिनेट आइदर टॉलरेट एंड टर्मिनेट गोटे रिलेशनशिप अच्छी तो रिलेशनशिप रे आमे सबले चाहती ठीक से रहया पाए किंतु रिलेशनशिप रे दी जनकर मन सब समान न थाए सेतिपाई कोन आमे जणको कोन टॉलरेट करिया पड़े किंतु जणे कहबा नाय नाय मो सहिबेनी टर्मिनेट क्रॉस मार देबी ताले कोन रिलेशन टा खराब सरी जो खराब हे जिवो तेणु आमको जानिबार अछि केतळे वी हैव टू टॉलरेट एंड केतळे टर्मिनेट कोठी कहली गोटे मझिरे गोटे एग्जांपल देली डिवोटी माने तळे थांती तळे तांको यदि के किसी आघात करनी से तळे जो लोक आघात करनी तांको पे टॉलरेट करियार नै तांको टर्मिनेट माने मारिवार नै कहवार अछि नो डिस्टेंस मेंटेन करे अछि तो गोटे भौतिकवादी लोक पाई इवन इफ जेंटलमैन और नॉट ए जेंटलमैन तो तांकर ड्यूटी सबले जते प्रकार डुअलिटी आसे मध्य ताकू करके रहबार अछि टॉलरेट द इनकन्वीनियंस एंड ड्यूटीज हमको टॉलरेट करे अछि हम घरे परिवार रे ये तो डेथ भी गला तळे हमको टॉलरेट करे अछि अर्जुन को युद्ध करियार अछि आज ए ड्यूटी एंड समस्त को मारिवार अछि कारण समस्त अधर्म रो साइड रे अछंदी तो सेही मारिवा भगवान कहूना आदि कि दुर्योधन एडी जो अर्जुन को पई स्पेशली कहले तो भगवान कृष्ण कहूना आदि तुम्हें दुर्योधन जो इनजस्टिस अछि अन्याय अछि ताकू टॉलरेट करो नाही किंतु टॉलरेट द डेथ ऑफ फैमिली मेंबर्स जोटा जने समस्त दिन मृत्युवरण करेंगे तो तांकर जो अर्जुनकर सामना वाला जो माने अछंती तांको युद्ध क्षेत्र रे उपस्थित हेचंती तांकर मृत्यु जनित कष्ट आउ तांको मारिबारे जो आनंद माने कोन युद्ध जीति गले तांको जो आनंद लागिवो कि से भोग करि पारे आनंद लागिवो से दीटा को टॉलरेट करे अछि बुझले कि टॉयलेट कहा करियार नै इनजस्टिस को करियार नै दुर्योधनकर टॉयलेट कहा करिवार अछि ना अर्जुनकर केस रे या फिर हम समस्तकर इन जनरल केस रे सुख और दुख दीटा को टॉलरेट करियार अछि अर्जुनकर केस स्पेसिफिक रहला कि अर्जुन इनएविटेबल पेन हो निजर परिवार लोक मृत्युवरण करिवे और जो गेन से करिवे कि नै मु राज्य भोग करिया पई गेन कली सेटा को टॉलरेट करिवा अछि तो कहले टॉलरेंस इज नॉट एन इम्पोर्टेंस टॉलरेंस माने सहन करिवा शक्तिटा को सहनशीलता कोनसी का पुरुषतर लक्षण न किंतु एटा कहार लक्षण ये हमर नमनीयता माने ह्यूमिलिटी ह्यूमिलिटी रो एटा लक्षण आ पर्पस कोन कृष्णंकर
सेवारे संश्लिष्ट हेबा ठीक अछि तेणु आमे जेते समस्या आसले भी ए गुण सहनशक्तिर गुण को धीरे धीरे हमको बढ़ेबार अछि ओवरऑल बुझिगला ना आ तार किछि मने रहे हेति पय कह जाय छोट शिशुटे से तळे चालिबो रास्ता रे ता पादरे कंटा फुटी जाय पारे छोट शिशु टेंडर स्किन किंतु से तो चप्पल पिनदबो तळे ता आगो आगो कंटा फुटी पारिबन हेति पय कह जाय ओ कोन हेति पय कह जाय यू वेयर द shoes of tolerance so that you won't be affected by the thorns in life जीवन में जो कंटकीयमय परिस्थिति आसीबो ता द्वारा हमें प्रभावित हेवानी शू ऑफ टॉलरेंस माने कोन केमिति हमें डेवलप करबा कि मेडिटेट पूरा एग्जैक्टली टर्म मन को मेडिटेट ऑफ द मैटर्स टेम्पोररी नेचर भौतिक जगत रो भौतिकतार जो क्षण स्थायित्व को निर्भर कर माने देखिबार अछि आ स्पिरिट्स इटर्नल नेचर आत्मा रो शाश्वतता उपरे हमें लक्ष्य करबा आ ए भौतिक जीवन रे क्षणस्थायीता बहुत सुख और दुख ताले हमें ए टॉलरेंस गुण को डेवलप करते हरे कृष्ण तो किसी बुझिएला समस्त कालेंद्र प्रभु आज्ञा प्रभु बुझिएला क्लियर ना और किसी प्रश्न रहला नहीं प्रभु ठीक है जी उत्तम प्रभु और जय प्रकाश प्रभु हरे कृष्ण प्रभु बुझिला प्रभु तो हम जे कोनसे श्लोक को विभिन्न डायमेंशन में हमको चेक करे अछि उमेश प्रभु तुम आ किसी कमेंट्स की ऑब्जर्वेशन दे परिबो आज्ञा प्रभुजी बुझी पाइले आपण जो कहले दीटा लेवल रो जो टॉलरेंस विषय गोटे एक्सटर्नल और इंटरनल एक्सटर्नल इंटरनल दीटा आगो बॉडीली प्लेटफॉर्म रे अछि तो हमको टॉलरेट करे तो मेन फोकस पॉइंट देखिबा तो हमको टॉलरेंस डेवलप करे अछि मैटर रो टेम्परेरीनेस आउ स्पिरिट रो इटरनलिटी या पर नजर करके ध्यान कर ताले हम जानि परिबे सब जिंसो शास्त्र चक्षु डेवलप कले हो अगर शास्त्र द्वारा वी हैव टू इक्विप आवर इंटेलिजेंस विथ स्क्रिप्चर शास्त्र माध्यम रे हमर बुद्धि को और शार्प तीक्ष्ण बने ठीक अछि काली आउ गोटे श्लोक आउ जणे चित्र पड़े ठीक अछि एटी हम रहइबा ताकि हम पुଣି काली पञ्चाकल्पतरुर्वश्य कृपा सिन्धुभैव च पतितानां पावनेभ्यो वैष्णवेभ्यो नमो नमः अनंत कोटि वैष्णव भक्तवृंद की जय जगत गुरु श्रील प्रभुपाद की श्रीमद् भगवद गीता की जय गौर प्रेमानंद हरे हरे कृष्ण